ସାଙ୍ଗ ମାନେ ସମସ୍ତେ ଭଲରେ ଥିବେ ଭାବୁଛି କି ଭଲ ଅଛି। ଆପଣମାନଙ୍କୁ ଦେଖିବା ପାଇଁ ମୁଁ ଗୋଟେ ଜାଗାକୁ ନେଇ ଆସିଛି। ଜୟ ମା ରାମଚଣ୍ଡୀଙ୍କ ପୀଠରେ ଯଜ୍ଞ ଅନୁଷ୍ଠାନ ଚାଲିଛି। ଆସନ୍ତୁ ବନ୍ଧୁଗଣ ଦେଖିବା ଟିକେ। ଚାଲନ୍ତୁ ମାଙ୍କୁ ଦେଖିବା, ଦର୍ଶନ କରିବା ଟିକେ ମାଙ୍କୁ। ବଡ଼ ଅନୁଭୂତି ରହିଛି। ଜାଗାଟି ନା ଟୁରିଷ୍ଟ ପ୍ଲେସ୍ ଭଳି ଲାଗେ। ଆପଣମାନେ ବି ଚାହିଁଲେ ଆସିପାରିବେ। ଏଠାରେ 108 ବ୍ରାହ୍ମଣଙ୍କୁ ଡକାଯାଇଛି। ଅନ୍ନ ଭୋଜନ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି। ଆଉ ଆପଣ ବି ଚାହିଁଲେ ଆସିପାରିବେ ଏ ପୀଠ ଦର୍ଶନ କରିବା ପାଇଁ। ସୁନ୍ଦର ଭାବେ ସଜା ହେଇଛି। ଦେଖନ୍ତୁ କେତେ ଗୁଡ଼ିଏ ବ୍ରାହ୍ମଣ ଆଉ କେତେ ଗୁଡ଼ିଏ ଲୋକ ଆସିଛନ୍ତି। ଆଉ ଆପଣ ବି ଆସିପାରିବେ। ଆମେ ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛୁ। ସବସ୍କ୍ରାଇବ୍ ଆଉ ଲାଇକ୍ କରିବେ। ଆମକୁ ଆଗକୁ ବଢ଼ିବା ପାଇଁ ଆପଣମାନଙ୍କ ସହଯୋଗ ଦରକାର। ଆମେ ଆଗକୁ ବଢ଼ିବା ପାଇଁ ବହୁତ ଆହୁରି ବଢ଼ିଆ ଭିଡ଼ିଓ ନେଇ ଆସିବୁ। ବହୁତ ବର୍ଷ ପରେ ଏ ଚଣ୍ଡୀପୀଠ ହେଉଅଛି। ପାଠ ଯଜ୍ଞ ଚାଲିଛି। ଆଉ ଏ ଯଜ୍ଞ ସରିଲା ପରେ ଅନ୍ନପ୍ରସାଦ ସାରି ଆମେ ଘରକୁ ଫେରିବୁ। ଦେଖନ୍ତୁ କେତେ ସୁନ୍ଦର ଭାବରେ ସଜାଯାଇଛି। ବ୍ରାହ୍ମଣମାନେ କେତେ ସୁନ୍ଦର ଭାବେ ମନ୍ତ୍ର ପାଠ ପଢ଼ୁଛନ୍ତି। ପରିବାର ସହ ଆମେ ଆସିଛୁ। ଦେଖନ୍ତୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆଉ ଯେମିତି ଭିଡ଼ିଓ ସମସ୍ତେ ଦେଖିପାରିବେ। ଭଜନ କୀର୍ତ୍ତନ ହରିନାମ ସବୁ ଚାଲିଛି ଆଜ୍ଞା। ଦେଖନ୍ତୁ ଆମେ ବି ଦେଖିକି ବଢ଼ିଆ ଏନ୍ଜୟ କଲୁ। ରାମଚଣ୍ଡୀଙ୍କ ମହିମା ବଡ଼ ମହିମା। ମାଙ୍କୁ ଟିକେ ଦେଖିଦେଇକି ମାନେ ଯାହା ମାଗିବ ସେୟା ଦିଅନ୍ତି। ଆପଣମାନେ ବି ଚାହିଁଲେ ଆସିପାରିବେ। ଆସନ୍ତୁ ଥରେ, ଭାଗ୍ୟରେ ଥିଲେ ମିଳିବ। ଆପଣମାନେ ମଧ୍ୟ ଆସନ୍ତୁ, ସହଯୋଗ କରନ୍ତୁ। ଦେଖନ୍ତୁ ପଣ୍ଡାମାନେ କେତେ ସୁନ୍ଦର ଭାବରେ ପୂଜାବିଧି କରୁଛନ୍ତି। କୁଣ୍ଡ ବି ଅଛି। ସପ୍ତମ ମୂର୍ତ୍ତି ସ୍ଥାପନା କରାଯାଇଛି ଆଜ୍ଞା। ଦେଖନ୍ତୁ ସମସ୍ତ ବ୍ରାହ୍ମଣମାନେ କେତେ ସୁନ୍ଦର ଭାବରେ ମନ୍ତ୍ର ପାଠ କରୁଛନ୍ତି। ଏ ମନ୍ତ୍ର ଭାଗ୍ୟରେ ଥିଲେ ଶୁଣିପାରିବେ। ଆପଣମାନେ ତ ଦେଖିପାରିବେନି, ଶୁଣିପାରିବେନି। ଏ ଭିଡ଼ିଓ ମାଧ୍ୟମରେ ଦେଖିଦିଅନ୍ତୁ। ଆଉ ଲମ୍ବା ହେଇଯାଉଛି ଭିଡ଼ିଓଟି। ଏବେ ଶେଷ କରିବାକୁ ଯାଉଛି ଭିଡ଼ିଓଟି। ଆଉ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସହିତ ମୋର ଦେଖା ହେବ। ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବ ବନ୍ଧୁଗଣ। ଧନ୍ୟବାଦ ବନ୍ଧୁଗଣ।